ସାଙ୍ଗମାନେ ମୁଁ ସକାଳୁ ସକାଳୁ ମୁଁ ଆପଣଙ୍କୁ ଗୋଟେ କଥା ସେୟାର କରୁଛି। ଗୋଟେ ମାର୍କେଟ ଯାଇଥିଲି ଆଜି ତ ଯେହେତୁ ବୁଧବାର ଥିଲା ମୁଁ ହେଲା ଚିଙ୍ଗୁଡ଼ି ମାଛ ଆଣିଲି ହେଲା। ଆକ୍ଚୁଆଲି ଅଧ କିଲୋ ମାଛ ଆଣିଲି ମାନେ ଅଧ କିଲୋରୁ ମାନେ ଦେଖନ୍ତୁ ଚିଙ୍ଗୁଡ଼ିର କ୍ୱାଣ୍ଟିଟି ଦେଖନ୍ତୁ କିନ୍ତୁ ତା ଚୋପାର କ୍ୱାଣ୍ଟିଟି ଦେଖନ୍ତୁ ମାନେ ଖୋଳ ତାର ଅଧାରୁ ଅଧା ମାନେ 100%ରୁ ମୋତେ ଲାଗୁଛି ବୋଧେ ମାନେ ପୁରା 60-70% ବାହାରି ଯାଉଛି ଖୋଳ। ଏଇ ହେଲା ଚିଙ୍ଗୁଡ଼ି ମୁଁ ମାନେ ଦେଖିଲା ବେଳକୁ ସବୁଠୁ ହାଇଏଷ୍ଟ ରେଟ୍ ଥିବ ଚିଙ୍ଗୁଡ଼ି ଆଉ କଙ୍କଡ଼ା, କିନ୍ତୁ ଦେଖିଲା ବେଳକୁ ଆର ଚୋପା ଅଧା ପଳେଇଥିବ। ମୁଁ ବୁଝିପାରୁନି ମାନେ ଯଦି ମାଛ ଖାଇବ ତାହେଲେ ସବୁ ତ ଚୋପା ପଳେଇବ, ତାହେଲେ ଖାଇବ କ'ଣ ପାଇଁ? କିନ୍ତୁ ଏଇଥିରେ ଇଏ ପୁଣି ଶ୍ରେଷ୍ଠ ମାଛ ମାନେ ନନଭେଜ୍ ଭିତରେ ଚିଙ୍ଗୁଡ଼ି ସମସ୍ତଙ୍କର ଅଲମୋଷ୍ଟ ପ୍ରାୟ ଫେଭରେଟ୍ ଥାଏ। ଚିଙ୍ଗୁଡ଼ି କଙ୍କଡ଼ା ତାଙ୍କୁ ଖାଇବା ପାଇଁ ବହୁତ ଭଲ ଲାଗେ ନା, ତା ଝୋଳ ବହୁତ ହି ଟେଷ୍ଟ। ବଟ୍ ଦେଖିଲା ବେଳକୁ ତାର ଖୋଳ ଅଧା ପଳେଇବ। ଦେଖ ନା କେତେ ଖୋଳ, ଲୋଭ ଲାଗୁନି ପଇସା ଦେଇକି ଆଣିବ, ଦେଖିଲା ବେଳକୁ ଏଗୁଡ଼ାକ ସବୁ ନଷ୍ଟ ହେବ। କ'ଣ କରିବା, ଆକୁ ତ ଖାଇ ହେବନି ନା। ଆଉ ଆପଣମାନେ କହିବେ ମାନେ ଆଉ ବି କେମିତି ନନଭେଜ୍ର ଆଉ ବି କେଉଁ ଗୋଟେ ଆଇଟମ୍ ଅଛି ଯେଉଁଟାକି ଆଉ ଗୋଟେ କେଉଁ ମାନେ ମାଛ ହଉ କି ଯାହା ବି ଆଉ ଗୋଟେ ନନଭେଜ୍ର ଅଛି ଯେଉଁଟାକି ସେମିତି ଆଣିଲେ ତାର ଅଧାରୁ ଅଧା ପଳାଏ। ଆପଣମାନେ କମେଣ୍ଟରେ ମୋତେ ଜଣାଇବେ ତ, ମାନେ ଯେଉଁମାନେ ଜାଣିଛନ୍ତି ଏମିତି ଖୋଳ ତାର ଅଧା ପୁରା ପଳେଇଥାଏ, ଆପଣମାନେ କମେଣ୍ଟରେ ସିଓର୍ ଜଣାଇବେ ହେଲା।